ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଭୀମସେନ ଯୋଶୀ 4 ଫେବୃଆରୀ 1922 ମସିହାରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ଭୀମସେନ ଯୋଶୀ ଜଣେ କିମ୍ବଦନ୍ତୀ ଭାରତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଏବଂ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ଅଭୟ ଏବଂ ଭଜନ ପରି ଖାୟାଲ ଏବଂ ଭକ୍ତି ସଙ୍ଗୀତର ତାଙ୍କର ପ୍ରଦର୍ଶନ ସାରା ବିଶ୍ୱରେ ପାଳନ କରାଯାଏ। ଅନେକ ପୁରସ୍କାରରେ ସମେତ ତାଙ୍କୁ 2009 ମସିହାରେ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ତାଙ୍କର 24 ଜାନୁଆରୀ 2011 ମସିହାରେ ଦେହାନ୍ତ ହୋଇଥିଲା। ରହୁଛି ଦେଖା ହେବାକୁ ଭିଡ଼ିଓରେ। ନମସ୍କାର।